ପିଲାମାନେ ବାରମ୍ବାର ପଢ଼ୁଛୁ ହେଲେ ଆମର ପାଠ ମନେ ରହୁନି। ପାଠ ମନେ ରହୁନି ବୋଲି ଆମେ ସେଇ ପାଠକୁ ପଢ଼ିବା ଛାଡ଼ି ଦେଉଛୁ। ସତ ନା? ମୁଁ ଏବେ ଗୋଟିଏ ଛୋଟ ଉଦାହରଣ ତୁମକୁ ଦେଉଛି। ଜେଜେମା କାହାଣୀ କହିଥିଲେ ଛୋଟବେଳେ, ଏବେ ବି ତାହା ମନେ ଅଛି। ହେତେ ଦିନର କାହାଣୀ ଆମର ମନେ ଅଛି, ହେଲେ କାଲି ପଢ଼ିଥିବା ପାଠକୁ ଆମେ ଆଜି ଭୁଲି ଯାଉଛୁ। ଏହାର କାରଣ କ'ଣ? ପିଲାମାନେ, ତୁମେ ଜାଣିନଥିବ, ଯେତେବେଳେ ଆମେ କାହାଣୀ ଶୁଣୁଛୁ ଏକ ମନ, ଏକ ଚିତ୍ତ, ଏକ ଲୟରେ ଆଗ୍ରହର ସହିତ କାହାଣୀକୁ ଶୁଣୁଛୁ, ସେଥିପାଇଁ ତାହା ମନେ ରହିଯାଉଛି ବା ମନେ ରହିବାକୁ ସମୟ ଲାଗୁନାହିଁ। କିନ୍ତୁ ପାଠ ପଢ଼ିବା ବେଳେ ଆମେ ବାଧ୍ୟବାଧକତାରେ ପଢ଼ୁଛୁ। ଏହି ସମୟରେ ଯଦି ଆମେ ନ ପଢ଼ିବା, ମା' ବାପା ଆମକୁ ଗାଳି କରିବେ, କି ଏଇ ପାଠକୁ ଯଦି ଆମେ ଆଜି ପଢ଼ିକରି ନ ଯିବା, ବିଦ୍ୟାଳୟରେ କାଲି ଆମକୁ ସାର୍ ଗାଳି କରିବେ କି ମାରିବେ। ସେଥିପାଇଁ ଆମେ ସେଇ ପାଠକୁ ପଢ଼ୁଅଛୁ। ତ ଟିକିଏ ତାହାର ପରିବର୍ତ୍ତନ ଆଣୁ। କ'ଣ ପରିବର୍ତ୍ତନ ଆଣିବା? ଯେପରି ଆମେ କାହାଣୀ ଶୁଣିଲା ବେଳେ ଏକ ଲୟ, ଏକ ଚିତ୍ତ, ଏକ ମନରେ ଆଗ୍ରହର ସହିତ ଶୁଣୁଥିଲା, ଠିକ୍ ସେହିପରି ପାଠ ପଢ଼ିବା ସମୟରେ ମଧ୍ୟ ଆମେ ଏକାଗ୍ରତାର ସହିତ ଏକ ଲୟ, ଏକ ମନ, ଏକ ଚିତ୍ତରେ ଆଗ୍ରହର ସହିତ ପଢ଼ିବା। ଦେଖିବ ପାଠ କେମିତି ମନେ ରହିବନି, ପାଠ ମଧ୍ୟ ମନେ ରହିବ। ମନରେ ଆଗ୍ରହ ସୃଷ୍ଟି କର ପାଠ ପ୍ରତି, ଦେଖିବ ତୁମର ନିଶ୍ଚିତ ଭାବରେ ପାଠ ମନେ ରହିବ। ଧନ୍ୟବାଦ।